हेलो हाय फ्रेंड्स मु ज्योति आपण मानक स्वागत करुच्ची आज नुआ कहानी को। आशा करुच्ची आपण माने समस्ते बहुत भलरे थे आउ आपण मानक भल पाइबा जो बहुत भलरे अच्छी। सांग माने आज जो नुआ कहानीटी आपण मानक पाखक आनिपाकु चाहूँगी सी एक बहुत मजादार कहानी जहाँ कि आपण माने शुणिले आपण मानक गरम पानी को बाहर करने बहुत सहज हम और बहुत मजा भी लगे। ठीक अच्छे चलतु से कहानीटी कौन आ केमिति हैला आमे शुणिबा। 2 वर्ष तलर ये हूँ से कहानी। आम घरे मो स्वामी मो सासू आ मो ससुर है एकाठी रहू। आमे टाउन रे रहू भुवनेश्वर सहर रे रहू। मो स्वामी जने पोस्टमास्टर से जने गवर्नमेंट सर्विस वाला। तो आपण मैंने जानी पोस्टमास्टर केते काम ऑफिस रे घर ठू 5 किलोमीटर दूर रे से तांकर ऑफिस। मोर बयस से 32 वर्ष मो स्वामी का बयस 38 वर्ष आउ मो ससुर बयस हूँ 52 आ मो सासू बयस हूँ 48 वर्ष। फ्रेंड्स मो ससुर टिके बहुत लालुआ सी सब बेले मो जवानी उपरे नजर रखते। के जानी कहीं मु भी जानी। एमिति गोटे दिन मु तांको चा आनिकी दौली से दिन साड़ी पिंधि थी। तो मो आपण मैंने भी जानी थे साड़ी पिंधिले अधा पेट देखा जाए। तो सेमती मोर अधा पेट देखा जाउथला। मो ससुर नजर मोर से अधा देखा जाउथवा पेटरे आउ छाती उपरे। एमिति किछि दिन से मो देह उपरे मो जवानी उपरे तार नजर जेते पहला मु जेते जानी पारिली सांग माने मु कहली कौन पे एमती होउछे बुढ़ा। तापर एटू गोटे दिन नाइट पिंधिकी गली मुझे किंतु सांग माने मोटा देखा जाए। मो वेट हूँ 65। जो नाइटा मु पिंधे से नाइटा भी पूरा टाइट हो जाए और छाती पर्सन पूरा ऊपर को टेकी होगी रहे मो दूध गुड़ाक। से मो ससुर आउ टिके तार मत देखा भारी इच्छा होता है। एमती गोटे दिन मु पछपटे ठिया है कथा होती नाइट पिंधिकी। सी कौन कर मो सासू से नथिले सी मते पछपटू आसी जाबुड़ी धरी मो दूध दुईटा को बहुत जोरे चिपी चलला। से समय मु बहुत जोरे डरी जाए चिल्लैली ई मालो मरीगली किए किए एमती कहली। पछ को देखला बेले मो ससुर मु आउ किसी कहि पारलिनी तांको छड़े छुड़ा है कि पड़े गली रूम को। तापरे भी मो ससुर मो रूम को आसिले कहले सुन
କ'ଣ ପାଇଁ ତୁ ଏମିତି ହେଉଛୁ? ମୁଁ କହିଲି ଦେଖ, ତମେ ହେଉଛ ମୋ ଶ୍ୱଶୁର ଭଳିଆ ରୁହ, ତମେ କ'ଣ ଏମିତି ହେଉଛ ବୁଢ଼ା ବୟସରେ? ସେଇଠୁ ସିଏ କହିଲେ, ତୁ ତୋ ଯବାନୀଟାକୁ ଯେମିତି କରିକି ରଖିଛୁ ଆଉ ଯେମିତି ଦେଖାଉଛୁ, ବୁଢ଼ା କ'ଣ, ମରିଯାଇଥିବା ଲୋକ ବି ଉଠିକି ଆସି ତୋ ଦୁଧକୁ ଚିପିବ ଆଉ ତୋତେ ଗେହିବା ପାଇଁ ଇଚ୍ଛା ହେବ। ଡାଇରେକ୍ଟ ସେ କହିଲା। ମୁଁ କହିଲି, ତୁମେ ଏମିତି କ'ଣ କଥାବାର୍ତ୍ତା କରୁଛ ମୋ ସହିତ? ତମେ ପୁରା ମୋ ଶ୍ୱଶୁର। ଆରେ ମୁଁ ତ ଶ୍ୱଶୁର ହେଲେ କ'ଣ ହେଲା? ତୁ ତ ଆଜି ପର୍ଯ୍ୟନ୍ତ ମୋତେ ଗୋଟେ ନାତିଟେ ଦେଇପାରୁନୁ କି ନାତୁଣୀ ଗୋଟେ ଦେଇପାରୁନୁ। ସେଇଟା ତୋର ଭୁଲ ନା ଆଉ କ'ଣ ମୁଁ ଜାଣିପାରୁନି। ସେ ଏଠୁ କହିଲା, ତମ ପୁଅ ତ ସମୟ ଦେଉନାହାନ୍ତି ମୋତେ, ମୁଁ କେମିତି ଛୁଆ କରିପାରିବି? ଛୁଆଟା କ'ଣ ହେମତିରେ ହେଇଯାଉଛି? ସେଇଠୁ ମୋ ଶ୍ୱଶୁର ସେଇ ବୁଢ଼ା କହିଲା, ଠିକ୍ ଅଛି, ଯଦି ମୋ ପୁଅ ଦେଇପାରୁନି ତାହେଲେ ମୁଁ ତୋତେ ଦେଉଛି। ବହୁତ ଜୋରେ ଜାବୁଡ଼ି ଧରି ମୋତେ ବେଡ଼୍ରେ ପକାଇ କିସ୍ ଫିସ୍ କରି ଚିପି ଚାଲିଲା। ବହୁତ ଜୋରେ ଚିପି ଚାଲିଲା ମୋ ଦୁଧ ଗୁଡ଼ାକ। ସେଥିପାଇଁ ମୁଁ ଛାଡ଼ କହିଲେ ବି ସେ ଛାଡ଼ୁନଥାଏ। ମୋ ଦୁଧକୁ ବହୁତ ଜୋରେ ଚୁମ୍ବନ ଦେଉଥାଏ ଆଉ ହାତରେ ଚିପୁଥାଏ ମଧ୍ୟ। ଏମିତି କରି କରି ମୋ ନାଇଟ୍ଟାକୁ ପୁରା ଉପରକୁ କରିଦେଲା, କାଢ଼ିଦେଲା ଆଉ ମୋ ଚଡ଼ିଟାକୁ ବି ଖୋଲି ଦେଇ ମୋ ପିଆ ଭିତରେ ଆଙ୍ଗୁଠି ପୂରେଇ ତା'ର କଚ୍ କଚ୍ କରୁଥାଏ। ତାପରେ ମୁଁ ବି ଆଉ ରହିପାରିଲିନି। ମୁଁ ବି ବାଧ୍ୟ ହୋଇ ତାକୁ ସପୋର୍ଟ କଲି ଆଉ ତା'ର କଦଳୀକୁ ଧରି ମୁଁ ହଲେଇଲି। ସେହି ସମୟରେ ସିଏ ବହୁତ ମଜା ନେଉଥିଲା ଆଉ ମୋତେ କହୁଥିଲା, ମୋ କଦଳୀଟା ତୋ ପାଟିରେ ଧ। ଆଉ ମୁଁ ବି ତା କଦଳୀଟାକୁ ମୋ ପାଟିରେ ଧରି ଚୁହିଁ ଚାଲିଲି। କିଛି ସମୟ ଚୁହିଁଲା ପରେ ସିଏ କହିଲା, ସେତିକି, ମୁଁ ଏବେ ତୋ ଗୁମ୍ଫା ଭିତରେ ପୂରେଇବି ମୋ କଦଳୀ। ମୁଁ କହିଲି, ହଉ ଠିକ୍ ଅଛି। ସାଙ୍ଗମାନେ, ମୋ ବିହାରୁ ଯେଉଁ ଲାଳ ସବୁ ବାହାରୁଥିଲା ସେସବୁ ସେ ଗାମୁଛାରେ ପୋଛି ଦେଇ ତା କଦଳୀ ମୋ ଗୁମ୍ଫା ଭିତରେ ପୂରେଇଲା ଆଉ ମୋତେ ପାଟୁ କରି ଗେହି ଚାଲିଲା। ସାଙ୍ଗମାନେ, ମୁଁ ଖାଲି ଚିଲେଇ ହେଉଥିଲି, ହେଲେ ବି ସେ ମୋତେ ଛାଡ଼ୁନଥିଲା। ମୋତେ କଷ୍ଟ ହେଲେ ବି ମୋତେ ବହୁତ ମଜା ବି ଆସୁଥିଲା, କାରଣ ତା ପୁଅ ବି ମୋତେ ସେମିତି ଦେହ ସୁଖ ଦେଉନଥିଲା। ମୋତେ ବହୁତ ମଜା ଆସୁଥିଲା। ଆଉ ସେ କହୁଥାଏ, ତୁ ମୋତେ ଗେହିବା ପାଇଁ ମନା କରିଥିଲୁ ପରା, ଏବେ କେମିତି ହେଉଛି? ମୁଁ ତୋତେ ସବୁବେଳେ ଗେହିବି ଆଜିଠୁ। ତାପରେ ମୁଁ ବି କହିଲି, ଠିକ୍ ଅଛି ତାହେଲେ। ତମ ପୁଅ ତମ ଭଳିଆ ମୋତେ ଦେହ ସୁଖ ଦେଇପାରୁନଥିଲା, କିନ୍ତୁ ଆଉ ତମେ ମୋତେ ବହୁତ ଦେହ ସୁଖ ଦେଉଛ, ବହୁତ ମଜା ବି ଲାଗୁଛି। ଆଜିଠୁ ମୋର ଯେତେବେଳେ ଦରକାର ହେବ ମୁଁ ତୁମକୁ କହିବି ଆଉ ତମେ ମୋତେ ଦେହ ସୁଖ ଦେବ ଆଉ ମୋତେ ଗେହିବ ଆଉ ପେଲିବ। ସେଇଠୁ ସାଙ୍ଗମାନେ, ମୋ ଶ୍ୱଶୁର ଯେତେବେଳେ ମୁଁ ବାଥରୁମ୍ ଯିବି, ଗାଧାଗାଧି କରୁଥିବି, ସେହି ସମୟରେ ବି ବାଥରୁମ୍ ଭିତରକୁ ପଶି ଆସେ ଆଉ ସେଇ ଭିତରେ ବି ମୋତେ ନିର୍ଧୁମ ପେଲେ ଆଉ ମୋତେ ବହୁତ ମଜା ବି ଲାଗେ। ଇଏ ଥିଲା ମୋ ଶ୍ୱଶୁର ଆଉ ମୋର ବାଥରୁମ୍ ଭିତରେ ଆଉ ବେଡ଼ରୁମ୍ରେ ଘେହି କାହାଣୀ। ଆଶା କରୁଛି ଏହି କାହାଣୀଟି ଆପଣମାନଙ୍କୁ ବହୁତ ମଜା ଆସିଥିବ। ଗରମ ପାଣି ବି ବାହାର କରିଦେଇଥିବେ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାରୁ ଜମାରୁ ଭୁଲିବେନି କି ବେଲ୍ ଆଇକନ୍ ଦବାଇବାରୁ ଜମାରୁ ଭୁଲିବେନି, କାରଣ ଏମିତି ନୂଆ ନୂଆ ଷ୍ଟୋରି ଆପଣମାନଙ୍କ ପାଖକୁ ଆସୁଥିବ। ମୁଁ ଯେତିକି ଷ୍ଟୋରି ପକାଇବି ମୋ ଚ୍ୟାନେଲରେ, ସେସବୁ କାହାଣୀ ଆପଣମାନଙ୍କ ପାଖକୁ ଆସିବ। ଆଉ ଯଦି ଆପଣ ସବସ୍କ୍ରାଇବ୍ କରିବେନି କି ବେଲ୍ଟିକୁ ଦବାଇବେନି, ତାହେଲେ ଆପଣଙ୍କ ପାଖରେ ପହଞ୍ଚି ପାରିବନି। ଠିକ୍ ଅଛି ସାଙ୍ଗମାନେ, ଆଜି ତ ସମୟ ହୋଇଗଲାଣି, ଏଇଠି ମୁଁ ରଖୁଛି। ପୁଣି ଦେଖା ହେବା ଆଉ ଏକ ନୂଆ ଏପିସୋଡ଼ରେ। ସେତିକି ପର୍ଯ୍ୟନ୍ତ ମୋତେ ବିଦାୟ ନେବାକୁ ପଡ଼ିବ। ରହୁଛି, ବାଏ ବାଏ।